କ'ଣ କଳି ଯୁଗରେ ମଧ୍ୟ ଭଗବାନ ସତରେ ତାଙ୍କର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି? ଆସନ୍ତୁ ଏହା ଉପରେ ଗୋଟେ ସୁନ୍ଦର କାହାଣୀଟି ଜାଣିନେବା। ନମସ୍କାର ଦର୍ଶକ ବନ୍ଧୁ, ପୌରାଣିକ କଥା ଚ୍ୟାନେଲରେ ଆପଣ ସମସ୍ତଙ୍କୁ ମୁଁ ବହୁତ ବହୁତ ସ୍ୱାଗତ କରୁଛି। କୃଷ୍ଣନଗରର ନାମକ ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ। ସେ ବ୍ରାହ୍ମଣ ପୁରୋହିତ ଭାବରେ କାର୍ଯ୍ୟ କରୁଥିଲେ। ଏକଦା ସେ ଜେଜମାନଙ୍କର ଘର ପରିଦର୍ଶନ କରିବା ପରେ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଜଣେ ଶାଗ ବିକାଳି ମହିଳାଙ୍କୁ ବସି ଶାଗ ବିକ୍ରି କରୁଥିବାର ସେ ଦେଖିଲେ। ତା ପାଖରେ ଭାରି ଭିଡ଼ ଲାଗିଥାଏ। ପଣ୍ଡିତ ମହାଶୟ ପ୍ରତିଦିନ ସେହି ମାର୍ଗରେ ଯିବା ଆସିବା କରନ୍ତି ଏବଂ ସେଠାରେ ସେହି ଶାଗ ବିକାଳି ମହିଳାକୁ ମଧ୍ୟ ସବୁଦିନ ଦେଖନ୍ତି। ଏକଦା ସେ ନିଜ ପରିଚିତ ବ୍ୟକ୍ତିଙ୍କୁ ସେହି ମହିଳାଠାରୁ ଶାଗ କିଣିବାର ଦେଖି ପଣ୍ଡିତ ମହାଶୟ ମଧ୍ୟ ସେଠାକୁ ଗଲେ। ସେଠାରେ ସେ ଦେଖିଲେ ଯେ ସେହି ମହିଳା ପାଖରେ କେବଳ ଗୋଟିଏ ପଥର ଅଛି, ଯାହାକୁ ସେ ବଟକରା କରି ବ୍ୟବହାର କରୁଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ କି ଯିଏ ଯେତେ ବି ଓଜନର ଶାଗ କି ପରିବା ନେଉ, ମହିଳା ଜଣକ ସେହି ଗୋଟିଏ ପଥର ବଟକରା ରୂପେ ବ୍ୟବହାର କରୁଥିଲା। ପଣ୍ଡିତ ମହାଶୟ ବହୁତ ଆଶ୍ଚର୍ଯ୍ୟ ହୋଇ ନିଜର ପରିଚିତ ବ୍ୟକ୍ତିଙ୍କୁ ପଚାରିଲେ, ଆପଣମାନେ କିପରି ଏହି ପଥର ବଟକରାକୁ ଓଜନ କରିବାକୁ ସେହି ଶାଗ ବିକାଳିକୁ ଅନୁମତି ଦେଉଛନ୍ତି? ଏଥିରେ ସଠିକ୍ ଓଜନ ହେଉଥିବ ତ? ପଣ୍ଡିତ ମହାଶୟଙ୍କର କଥା ଶୁଣି ବ୍ୟକ୍ତି ଜଣକ କହିଲେ, ପଣ୍ଡିତ ମହାଶୟ, ସତରେ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ। ଆମେ ଅନେକ ଥର ଏଠାରୁ ସାମଗ୍ରୀକୁ ନେଇ ଅନ୍ୟ ସ୍ଥାନରେ ଓଜନ କରି ପରୀକ୍ଷା କରି ଦେଖିଛୁ ଯେ ଏହି ଓଜନ ସମ୍ପୂର୍ଣ୍ଣ ସଠିକ୍ ବୋଲି ଜାଣିପାରିଛୁ। ତେଣୁ ଆପଣ ନିଶ୍ଚିନ୍ତ ଭାବରେ ଏଠାରୁ ଜିନିଷ ନିଃସଙ୍କୋଚରେ ନେଇପାରନ୍ତି। ପଣ୍ଡିତ ମହାଶୟ କିଛି ସମୟ ଭାବିଲେ ଏବଂ ତାପରେ ସେହି ଶାଗ ବିକାଳି ମହିଳାକୁ ପଚାରିଲେ, ଝିଅ, ତୁମେ ମୋତେ ଏଇ ପଥରଟି ଦେବ କି? ଏହା ଶୁଣି ମହିଳା ଜଣକ କହିଲା, ନା ବାବୁ, ମୁଁ ଆପଣଙ୍କୁ ଏହି ପଥରଟି ଦେଇପାରିବି ନାହିଁ। ବହୁତ କଷ୍ଟରେ ମୁଁ ଏହାକୁ ପାଇଛି। ଯଦି ମୋର ବଟକରା ନ ନେଇ ମୁଁ ଘରକୁ ଯାଏ, ତେବେ ମୋ ମା ଏବଂ ଭାଇ ମୋତେ ବହୁତ ମାରିବେ। ଆଜକୁ 2-3 ବର୍ଷ ତଳେ ମୋର ବଟକରା ସବୁ ହଜିଗଲା। ମୁଁ ଯେତେବେଳେ ଘରକୁ ଗଲି, ମୋର ବଡ଼ ଭାଇ ମୋତେ ମାରିଲେ ଓ ମୁଁ କାନ୍ଦି କାନ୍ଦି ଘାଟକୁ ଚାଲିଗଲି। ଘାଟ ଉପରେ ବସି ମନେ ମନେ ଭଗବାନଙ୍କୁ ଡାକିଲି। ଠିକ୍ ସେତିକି ବେଳେ ଏହି ପଥର ମୋ ପାଦ ପାଖରେ ଆସି ପଡ଼ିଲା। ମୁଁ ଏହାକୁ ଉଠେଇ ଭଗବାନଙ୍କୁ କହିଲି, ପ୍ରଭୁ, ସାମଗ୍ରୀକୁ ଓଜନ କିପରି କରାଯାଏ ତାହା ମୋତେ ଜଣା ନାହିଁ। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ମୁଁ ଏହାକୁ ରଖିବି ଓ ସମସ୍ତ ଓଜନ ଏହା ଦ୍ୱାରା ହିଁ କରିବି। ଏବେ ସବୁ ତୁମ ହାତରେ। ସେବେଠାରୁ ମୋତେ ବଟକରା ରଖିବାର କୌଣସି ଆବଶ୍ୟକତା ହୋଇନାହିଁ। ଏଥିରେ ହିଁ ଆପେ ଆପେ ସବୁକିଛି ହୋଇଯାଏ। ତେଣୁ ମୁଁ କିପରି ଏହି ପଥରକୁ ଆପଣଙ୍କୁ ଦେଇପାରିବି? ଶାଗ ବିକାଳି ପାଖରୁ ଏପରି କଥା ଶୁଣି ପଣ୍ଡିତ କହିଲେ, ତୁମେ ଯେତେ ଟଙ୍କା କହିବ ମୁଁ ତୁମକୁ ଦେବି। ଶାଗ ବିକାଳି କହିଲା, ମହାଶୟ, ମୋତେ ଆପଣ କ'ଣ ବୃନ୍ଦାବନ ଯିବା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ ସେତିକି ଦେଇପାରିବେ କି? ସମସ୍ତେ ବୃନ୍ଦାବନ ଯାଇଛନ୍ତି, କିନ୍ତୁ ମୁଁ ଯାଇପାରିଲି ନାହିଁ। ଏହା ଶୁଣି ପଣ୍ଡିତ ପଚାରିଲେ, ବୃନ୍ଦାବନ ଯିବା ପାଇଁ ତୁମକୁ କେତେ ଟଙ୍କା ଦରକାର ହେବ? ଏହା ଶୁଣି ଶାଗ ବିକାଳିଟି କହିଲା, ସମ୍ପୂର୍ଣ୍ଣ 300 ଟଙ୍କା ଦରକାର। ବ୍ରାହ୍ମଣ କହିଲେ, ଠିକ୍ ଅଛି ଝିଅ, କିନ୍ତୁ ତୁମେ ମୋତେ କୁହ ତ ତୁମେ ଏଇ ପଥରକୁ କେଉଁଠାରେ ରଖୁଛ? ସେ ଉତ୍ତର ଦେଲା, ବାବା, ମୁଁ ଏହାକୁ ଏଇ ଟୋକେଇରେ ରଖୁଛି, ଆଉ କେଉଁଠାରେ ରଖିବି? ଏହାପରେ ପଣ୍ଡିତ ଘରକୁ ଚିନ୍ତିତ ହୋଇ ଫେରିଲେ। ଏହା ଦେଖି ତାଙ୍କ ପତ୍ନୀ ତାଙ୍କୁ ପଚାରିଲେ, ସ୍ୱାମୀ, ତୁମେ କାହିଁକି ଏତେ ଦୁଃଖରେ ବସିଛ? ଆଜି ଏତେ ବିଳମ୍ବ ପୁଣି କେମିତି ହୋଇଗଲା? ଏହାପରେ ବ୍ରାହ୍ମଣ କହିଲେ, ମୋତେ 300 ଟଙ୍କା ଦରକାର, କିନ୍ତୁ ମୋ ପାଖରେ ନାହିଁ। ଏହା ମୋ ପାଇଁ ଅତ୍ୟନ୍ତ ଜରୁରୀ, ତେଣୁ ମୁଁ ଦୁଃଖିତ ଅଛି। ଏହା ଶୁଣି ବ୍ରାହ୍ମଣ ପତ୍ନୀ କହିଲେ, ଏଥିରେ କ'ଣ ଅଛି? ତୁମେ ହିଁ ମୋ ପାଇଁ ଅଳଙ୍କାର ତିଆରି କରିଛ। ଯଦି ବିଶେଷ ଆବଶ୍ୟକତା ଅଛି, ତେବେ ସେହି ଅଳଙ୍କାର ସବୁ ବିକ୍ରି କରିଦେଇ ନିଜର କାମ କରିନିଅ। ଗହଣାରେ କ'ଣ ଅଛି? ଏହା କହି ସେ ନିଜ ଅଳଙ୍କାର ବାହାର କରି ତାଙ୍କ ସ୍ୱାମୀକୁ ଦେଇଦେଲେ। ବ୍ରାହ୍ମଣ ଅଳଙ୍କାର ବିକ୍ରୟ କରି ଟଙ୍କା ସଂଗ୍ରହ କଲେ ଏବଂ ପରଦିନ ସକାଳେ ସେହି ଶାଗ ବିକାଳି ନିକଟକୁ ଯାଇ ଟଙ୍କା ଦେଲେ ଏବଂ ପ୍ରତିବଦଳରେ ପଥରକୁ ନେଇ ଆସିଲେ। ତାପରେ ଗଙ୍ଗା ନଦୀକୁ ଯାଇ ପଥରଟିକୁ ଭଲରେ ସ୍ନାନ କରାଇବା ପରେ ସେ ଘରକୁ ଫେରିଥିଲେ। ଏହି ଭିତରେ ଗୋଟିଏ ଛୋଟ ବାଳକ ଯାଇ ବ୍ରାହ୍ମଣଙ୍କ ଘରେ ତାଙ୍କ ପତ୍ନୀଙ୍କୁ କହିଥିଲା, ଠାକୁର ତୁମ ଘରକୁ ଆସୁଛନ୍ତି, ଘରକୁ ଠିକ୍ କରି ସଫା କର। ସରଳ ହୃଦୟ ବ୍ରାହ୍ମଣୀ ଘରକୁ ସଫା କରି ସେଠାରେ ଖଟୁଳି ବସାଇ ପୂଜା ସାମଗ୍ରୀ ସବୁ ସଜାଇ ଦେଲା। ଯେତେବେଳେ ବ୍ରାହ୍ମଣ ଘରକୁ ଆସି ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପତ୍ନୀଙ୍କୁ ଏହା ବିଷୟରେ ପଚାରିଲେ ବା ଯାହା ଉତ୍ତର ପାଇଲେ ତାହା ଶୁଣି ଆହୁରି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଗୋଟିଏ ଛୋଟ ପିଲା ଆସି ଏମିତି କରିବା ପାଇଁ କିଏ କହିଛି ତାକୁ? ପଣ୍ଡିତ ସେହି ଶିଳାକୁ ସିଂହାସନରେ ବସାଇ ତାଙ୍କୁ ପୂଜା କଲେ। ତାପରେ ତାଙ୍କୁ ନିଜ ପୂଜା ଘରର ଉପର ଥାକରେ ବସାଇ ଦେଲେ। ସେହିଦିନ ରାତିରେ ଭଗବାନ ତାଙ୍କ ସ୍ୱପ୍ନରେ ଆସି କହିଲେ, ତୁମେ ମୋତେ ଶୀଘ୍ର ଫେରାଇ ଦିଅ, ନଚେତ୍ ଏହା ତୁମ ପାଇଁ ଭଲ ହେବ ନାହିଁ।
ତୁମର ବହୁତ କ୍ଷତି ହେବ। ବ୍ରାହ୍ମଣ କହିଲେ ଯାହା ବି ହେଉ ମୁଁ ଏହାକୁ ଫେରାଇ ପାରିବି ନାହିଁ। ବ୍ରାହ୍ମଣ ଘରେ ଯାହା କିଛି ପତ୍ର ଓ ଫୁଲ ପାଇଲେ ସେଥିରେ ଶିଳାକୁ ପୂଜା କଲେ। 2-4 ଦିନ ପରେ ଭଗବାନ ପୁଣି ସ୍ୱପ୍ନରେ ଆସି ତାଙ୍କୁ କହିଲେ ତୁମେ ମୋତେ ନେଇ ଫିଙ୍ଗି ଦେଇ ଆସ, ନଚେତ୍ ତୁମର ପୁଅ ମରିଯିବ। ଏହିଥର ବି ବ୍ରାହ୍ମଣ କହିଲେ ଯାହା ବି ହେଉ କିନ୍ତୁ ମୁଁ ତୁମକୁ ଫିଙ୍ଗି ପାରିବି ନାହିଁ। ଏହାକୁ ହେବାର 1 ମାସ ବି ପୂରି ନଥିଲା ବ୍ରାହ୍ମଣର ଏକମାତ୍ର ପୁଅ ମରିଗଲା। କିଛି ଦିନ ପରେ ସେ ପୁଣି ସ୍ୱପ୍ନରେ ଦେଖିଲେ ବର୍ତ୍ତମାନ ବି ସମୟ ଅଛି, ମୋତେ ନେଇ ଫେରାଇ ଦିଅ ଅବା ଫିଙ୍ଗି ଦେଇ ଆସ, ନଚେତ୍ ତୁମର ଝିଅ ମରିଯିବ। ବ୍ରାହ୍ମଣ କିନ୍ତୁ ପୂର୍ବ ପରି ସମାନ ଉତ୍ତର ଦେଇଥିଲେ ଏବଂ କିଛି ଦିନ ତାଙ୍କ ପରେ ଝିଅଟି ମଧ୍ୟ ମରିଯାଇଥିଲା। କିଛି ଦିନ ପରେ ସେହି ସମାନ ସ୍ୱପ୍ନ ଦେଖିଲେ ଯେ ଏଥର ତୁମର ପତ୍ନୀଙ୍କର ମୃତ୍ୟୁ ସୁନିଶ୍ଚିତ। ଏଇଥର ବି ବ୍ରାହ୍ମଣଙ୍କର ସେହି ସମାନ ଉତ୍ତର। ଶେଷରେ ତାଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ସତ୍ତ୍ୱେ ବ୍ରାହ୍ମଣ ନିଜ କଥାରେ ଅଟଳ ରହିଥିଲେ। ଏହା ଦେଖି ଲୋକମାନେ ଭାବିଲେ ପଣ୍ଡିତ ବୋଧେ ପାଗଳ ହୋଇଯାଇଛି। କିଛି ଦିନ ପରେ ସେ ପୁଣି ସ୍ୱପ୍ନ ଦେଖିଲେ ଦୟାକରି ଏବେ ବି ସମୟ ଅଛି, ମୋତେ ଫେରାଇ ଆସ, ନଚେତ୍ 7 ଦିନରେ ତୋର ମଧ୍ୟ ମୃତ୍ୟୁ ହୋଇଯିବ, ତୋ ଉପରେ ବଜ୍ରପାତ ପଡ଼ିବ। ଏହା ଶୁଣି ସେ ହାତ ଯୋଡ଼ି କହିଲେ ଯାହା ବି ହେଉ ମୁଁ ତୁମକୁ ସେହି ମଇଳା ଟୋକେଇରେ ରଖିବାକୁ ଦେବି ନାହିଁ। ଏବେ ବ୍ରାହ୍ମଣ ପ୍ରଭୁଙ୍କୁ ଗୋଟିଏ ମୋଟା କନାରେ ଗୁଡ଼ାଇ ନିଜ ହାତରେ ବାନ୍ଧି ରଖିଲେ। ଏହି ଶିଳାଟିକୁ ସବୁବେଳେ ଏପରି ବାନ୍ଧି ରଖିଥିଲେ। ଏହା କରିବା ପରେ କେତେ ବଡ଼ ବଜ୍ରପାତ ଆସିଲେ ବି ତାଙ୍କୁ ଛୁଇଁ ନ ପାରି ଫେରି ଯାଉଥିଲା। ବର୍ତ୍ତମାନ ଆଉ ମାତ୍ର 3 ଦିନ ବାକି ଅଛି। ବ୍ରାହ୍ମଣ ଗଙ୍ଗା ଘାଟରେ ସନ୍ଧ୍ୟା ପୂଜା କରୁଥିଲେ। ସେତେବେଳେ 2 ଜଣ ସୁନ୍ଦର ବାଳକ ତାଙ୍କ ନିକଟକୁ ଆସି ପାଣି ଭିତରକୁ ଡେଇଁଗଲେ। ସେମାନଙ୍କ ମଧ୍ୟରୁ ଜଣେ ଟିକେ ଶ୍ୟାମଳ ଏବଂ ଅନ୍ୟ ଜଣେ ଗୋରା ଥିଲା। ତାଙ୍କ ଶରୀର କାଦୁଅରେ ଭରି ହୋଇଥିଲା ଓ ସେମାନେ ପାଣି ଭିତରେ ଯେପରି ଖେଳୁଥିଲେ ପାଣି ଛିଡ଼ିକି ହୋଇ ବ୍ରାହ୍ମଣଙ୍କ ଶରୀର ଉପରେ ପଡ଼ିଗଲା। ବ୍ରାହ୍ମଣ କହିଲା ବାବୁ ତୁମେମାନେ କିଏ? ଏହିପରି ପାଣି ଭିତରେ ଏତେ ଜୋରରେ ଖେଳୁଛ କାହିଁକି? ଦେଖ ମୋ ଉପରେ କେତେ ପାଣି ପଡ଼ୁଛି ଏବଂ କେବଳ ସେତିକି ନୁହଁ, ମୋ ଭଗବାନଙ୍କ ଉପରେ ମଧ୍ୟ ପାଣି ପଡ଼ିଗଲା। ତୁମେମାନେ ଦେଖୁନାହଁ କି ମୁଁ ପୂଜା କରୁଥିଲି ବୋଲି? ଏହାପରେ ସେ 2 ବାଳକ କହିଲେ କ୍ଷମା କରିବେ ବାବା, ଆମେ ତୁମର ଠାକୁରଙ୍କ ଉପରେ ଓ ତୁମ ଉପରେ ପାଣି ପକାଇଲୁ। ପଣ୍ଡିତ କହିଲେ ଆରେ ନାହିଁ ପିଲାମାନେ, ମୁଁ କ୍ରୋଧ କରୁନାହିଁ। ମୋତେ କୁହ ତୁମେମାନେ କାହାର ପୁଅ? ମୁଁ ଏତେ ସୁନ୍ଦର ଚେହେରା କେବେ ଦେଖି ନାହିଁ। ତୁମେମାନେ କେଉଁଠାରେ ରୁହ? ତୁମମାନଙ୍କ କଥା ଅମୃତ ଭଳି ମିଠା। ଏହା ଶୁଣି ପିଲାମାନେ ଟିକେ ହସିଲେ ଏବଂ କହିଲେ ବାବା ଆମେ ଏଇ ପାଖରେ ରହୁଛୁ। ପଣ୍ଡିତ କହିଲେ ବାବୁ ମୁଁ କ'ଣ କେବେ ଇଚ୍ଛା କଲେ ତୁମକୁ ଦେଖିପାରିବି କି? ପିଲାମାନେ କହିଥିଲେ କାହିଁକି ନୁହଁ ବାବା, ତୁମେ ଡାକିବା ମାତ୍ରେ ଆମେ ଆସିଯିବୁ। ଏହା ଶୁଣି ପଣ୍ଡିତମାନଙ୍କୁ ତାଙ୍କ ନାମ ପଚାରିଲେ। ସେମାନେ କହିଲେ ଆମର କୌଣସି ନାମ ନାହିଁ ଏବଂ ଆମକୁ ଯିଏ ଯେଉଁ ନାମରେ ଡାକନ୍ତି ଆମେ ସେହି ନାମରେ ଆସିଯାଉ। ଆମେ ତଥାପି ଆପଣଙ୍କୁ ଗୋଟିଏ ମୁରଲି ଦେଉଛୁ। ଏହା କହି ଶ୍ୟାମଳ ବାଳକ ଗୋଟିଏ ମୁରଲି ପଣ୍ଡିତକୁ ଦେଲା ଓ କହିଲା ଆପଣ ଯେତେବେଳେ ବି ଏହାକୁ ବଜାଇବେ ଆମେ 2 ଜଣ ଆସିଯିବୁ। ଏହାପରେ ସେ ଗୋରା ବାଳକଟି ଗୋଟିଏ ଫୁଲ ଦେଇ କହିଲା ବାବା ଏହାକୁ ନିଜ ପାଖରେ ରଖ, ଆପଣଙ୍କର ମଙ୍ଗଳ ହେବ। ଏହା କହି ସେମାନେ ଚାଲିଗଲେ। ଭାବୁଥିଲେ ଏ ଦୁହେଁ ବହୁତ ସୁନ୍ଦର, କେଜାଣି ମୁଁ ଏମାନଙ୍କୁ ଆଉ ଥରେ ଦେଖିପାରିବି କି ନାହିଁ। ଏହାପରେ ବ୍ରାହ୍ମଣ ଫୁଲକୁ ଚାହିଁ ଭାବିଲେ ଏହି ଫୁଲଟି ତ ବହୁତ ସୁନ୍ଦର, ଏହାର ସୁଗନ୍ଧ ଭାରି ମନୋହର, କିନ୍ତୁ ମୁଁ ଏହା କ'ଣ କରିବି? ଏହାକୁ କେଉଁଠି ରଖିବି? ଗୋଟିଏ କାମ କରିବି, ଏହାକୁ ନେଇ ରାଜାଙ୍କୁ ଦେଇଦେବି। ଏହା ଭାବି ସେ ଫୁଲଟିକୁ ନେଇ ରାଜାଙ୍କୁ ଦେଲେ। ରାଜା ବହୁତ ଖୁସି ହେଲେ ଓ ସେ ଏହାକୁ ରାଜପ୍ରସାଦକୁ ନେଇ ନିଜ ବଡ଼ ରାଣୀକୁ ଦେଲେ। ଠିକ୍ ସେହି ସମୟରେ ସାନ ରାଣୀ ଆସିଗଲେ ଓ ଫୁଲକୁ ଦେଖି କହିଲେ ମହାରାଜ ମୋତେ ବି ଏହିପରି ଗୋଟିଏ ଫୁଲ ଦିଅନ୍ତୁ, ନଚେତ୍ ମୁଁ ନଦୀରେ ବୁଡ଼ି ମରିଯିବି। ରାଜା କିଛି ଉପାୟ ନ ପାଇ ଦରବାରକୁ ଆସି ସେହି ପଣ୍ଡିତକୁ ଖୋଜି ଆଣିବା ପାଇଁ ନିଜ ସୈନ୍ୟମାନଙ୍କୁ ପଠାଇଲେ। ସୈନ୍ୟମାନେ ଯାଇ ଖୋଜୁ ଖୋଜୁ ଗୋଟିଏ ଗଛ ମୂଳରେ ପଣ୍ଡିତକୁ ବସିଥିବାର ଦେଖିଲେ। ସେ ନିଜ ମୁଣ୍ଡରେ ଶିଳାଟିକୁ ବାନ୍ଧିଥିଲେ। ସେମାନେ ତାଙ୍କୁ ରାଜାଙ୍କ ନିକଟକୁ ଆଣିଲେ। ରାଜା କହିଲେ ପଣ୍ଡିତ ମହାରାଜ ମୋତେ ଆଉ ଗୋଟିଏ ଫୁଲ ଦରକାର। ପଣ୍ଡିତ କହିଲେ ରାଜନ ମୋ ପାଖରେ ତ କେବଳ ଗୋଟିଏ ହିଁ ଫୁଲ ଥିଲା, ମୁଁ ଚେଷ୍ଟା କରିବି କିନ୍ତୁ। ଏହାପରେ ବ୍ରାହ୍ମଣ ସେହି ବାଳକମାନଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ। ହଠାତ୍ ତାଙ୍କୁ ମୁରଲି କଥା ମନେ ପଡ଼ିଗଲା। ସେ ମୁରଲି ବଜାଇଲେ। ସେହି ମୁହୂର୍ତ୍ତରେ ଗୌରୀ ଶ୍ୟାମ ଯୋଡ଼ି ସେଠାକୁ ଆସିଗଲେ। ବ୍ରାହ୍ମଣ ସେମାନଙ୍କ ରୂପ ମାଧୁର୍ଯ୍ୟରେ ମୋହିତ ହୋଇଗଲେ। କିଛି ସମୟ ପରେ ସେ କହିଲେ ଆରେ ବାବୁ ମୋତେ ଆଉ ଗୋଟିଏ ଫୁଲ ଦରକାର। ତୁମେମାନେ ଦେଇଥିବା ଫୁଲ ମୁଁ ରାଜାଙ୍କୁ ଦେଇଦେଲି, ବର୍ତ୍ତମାନ ରାଜା ଆଉ ଗୋଟିଏ ଫୁଲ ମାଗୁଛନ୍ତି। ଗୋରା ବାଳକଟି କହିଲା ଆମ ପାଖରେ ଆଉ ଫୁଲ ନାହିଁ, କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ସ୍ଥାନକୁ ନେଇଯିବୁ ଯେଉଁଠାରେ ଏପରି ଫୁଲର ବଗିଚା ଅଛି। ଆପଣ ଆଖି ବନ୍ଦ କରନ୍ତୁ। ବ୍ରାହ୍ମଣ ନିଜ ଆଖି ବନ୍ଦ କରିଦେଲେ ଓ ପିଲାମାନେ ତାଙ୍କ ହାତ ଧରି ତାଙ୍କୁ କଥାରେ ଜଣା ନାହିଁ କେଉଁ ସ୍ଥାନକୁ ନେଇଗଲେ। ସେଠାରେ ପହଞ୍ଚିବା ପରେ ବ୍ରାହ୍ମଣ ଆଖି ଖୋଲିଲେ।
ଓ ସେହି ସ୍ଥାନଟିକୁ ଦେଖି ଆକର୍ଷିତ ହୋଇଗଲେ। ଏହା ଗୋଟିଏ ବହୁତ ସୁନ୍ଦର ସ୍ଥାନ, ଯେଉଁଠାରେ ବହୁତ ଗୁଡ଼ିଏ ସୁନ୍ଦର ଫୁଲ ଗଛ ଅଛି। ଏହି ଜାଗାଟି ମଧୁର ସୁଗନ୍ଧରେ ସୁସଜ୍ଜିତ ହୋଇ ରହିଥିଲା। ଉଦ୍ୟାନର ମଝିରେ ଗୋଟିଏ ବଡ଼ ସୁନ୍ଦର ପ୍ରସାଦ ଅଛି। ବ୍ରାହ୍ମଣ ଦେଖିଲେ ସେ ପିଲାମାନେ ସେଠାରେ ନଥିଲେ। ସେ ସାହସର ସହିତ ସେ ପ୍ରସାଦ ଆଡ଼କୁ ଗଲେ। ଯେତେବେଳେ ସେ ରାଜପ୍ରସାଦ ଭିତରକୁ ଗଲେ, ସେ ଦେଖିଲେ ଯେ ଏହା ସବୁ ଦିଗରୁ ଗୋଟିଏ ସୁନ୍ଦର ସୁସଜ୍ଜିତ ସ୍ଥାନ। ଏହାର ମଝିରେ ଗୋଟିଏ ଐଶ୍ୱର୍ଯ୍ୟର ରତ୍ନ ଖଞ୍ଜିତ ସିଂହାସନ ଅଛି। ସିଂହାସନ ଖାଲି ଥିଲା, କିନ୍ତୁ ପଣ୍ଡିତ ସେହି ସ୍ଥାନକୁ ମନ୍ଦିର ଭାବରେ ବିବେଚନା କରିଲେ ଏବଂ ସେହି ସିଂହାସନକୁ ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଲେ। ସେହି ସମୟରେ ତାଙ୍କ କପାଳରେ ବନ୍ଧା ହୋଇଥିବା ଶିଳା ଖାଲି ତଳେ ପଡ଼ିଗଲା। ଯେତେବେଳେ ପଣ୍ଡିତ ଏହାକୁ ଉଠାଇବା ପାଇଁ ହାତ ବଢ଼ାଇଲେ, ସେତେବେଳେ ଶିଳାଟି ଫାଟିଗଲା ଓ ପ୍ରଭୁ ଲକ୍ଷ୍ମୀ ନାରାୟଣ ଏଥିରୁ ବାହାରି ସେହି ଶୂନ୍ୟ ସିଂହାସନରେ ବସିଗଲେ। ପ୍ରଭୁ ନାରାୟଣ ହସି ହସି ପଣ୍ଡିତକୁ କହିଲେ, ତୁମକୁ ବହୁତ ଦୁଃଖ ଦେଇଛୁ, କିନ୍ତୁ ତୁମେ ଟିକିଏ ବି ବିଚଳିତ ହୋଇନାହଁ। ଏତେ ଦୁଃଖରେ ମଧ୍ୟ ତୁମେ ଆମକୁ ଛାଡ଼ି ନାହଁ, ବରଂ ଆମକୁ ଧରି ରଖିଛ। ସେଥିପାଇଁ ଆମେ ତୁମକୁ ଏହି ସ୍ଥୂଳ ଶରୀରରେ ଏଠାକୁ ନେଇ ଆସିଛୁ। ତୁମ ପରି ଭକ୍ତଙ୍କୁ କିପରି ତ୍ୟାଗ କରିପାରିବୁ, ଯିଏ ନିଜ ପତ୍ନୀ, ପୁଅ, ଘର, ଶିକ୍ଷକ, ଧନ ସମ୍ପଦ ଛାଡ଼ି ଆମକୁ ଆଶ୍ରୟ କରିଛନ୍ତି। ଏଠାରେ ଦେଖ, ତୁମର ପତ୍ନୀ, ତୁମ ଝିଅ ଏବଂ ପୁଅ ଏଠାରେ ଠିଆ ହୋଇଛନ୍ତି। ଏମାନେ ମଧ୍ୟ ମୋତେ ନମସ୍କାର କରୁଛନ୍ତି। ତୁମେ ସମସ୍ତେ ମୋତେ ପ୍ରାପ୍ତ କରିଛ। ତୁମର ଦୃଢ଼ ଭକ୍ତି ଦ୍ୱାରା ତୁମର ସମଗ୍ର ପରିବାର ମୁକ୍ତ ହୋଇଗଲା। ଏହିପରି ଭାବରେ ସେହି ପଣ୍ଡିତ ଓ ତାଙ୍କ ପୁରା ପରିବାର ବୈକୁଣ୍ଠପୁରରେ ବାସ କରିଲେ। କ'ଣ ଦର୍ଶକ ବନ୍ଧୁ, ଆପଣଙ୍କୁ ଏହି ଭିଡ଼ିଓଟି, ଏହି କାହାଣୀଟି କେତେ ମାତ୍ରାରେ ଭଲ ଲାଗିଲା ମୋତେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ।